ସମସ୍ତଙ୍କୁ। ଆଉ ମୋର ନାଁ ହଉଛି ସଞ୍ଜିତ କୁମାର ଖରା। ଆଉ ସେଇ ପ୍ରଭାତ ସମୟରେ ମତେ ସାକ୍ଷ୍ୟ କହିବାର ଗୋଟେ ସୁଯୋଗ ଦେଇଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଅଛି। ତତ୍ ସଙ୍ଗେ ସଙ୍ଗେ ଆଉ ଏହି ପ୍ରୋଗ୍ରାମରେ ଜଡ଼ିତ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦଉଛି। ଆଉ ମୁଁ ମୋର ସ୍ତ୍ରୀଙ୍କ ବିଷୟରେ ମୁଁ ସାକ୍ଷ୍ୟ ଦେବି। ଆଉ ମୋର ସ୍ତ୍ରୀ ଯେତେବେଳେ ମୋର ସାନ ପୁଅ 3 ମାସ ହେଇଥିଲା, ଆଉ ସେତେବେଳେ ତାଙ୍କୁ ଲୋକ ଗୁଣି କରିଦେଇଥିଲେ। ଆଉ ସେତେବେଳେ ମୁଁ ଅନେକ ଗୁରୁ ଗୁଣିଆ ମାନଙ୍କୁ ଡାକିଲି। ସେତେବେଳେ ମୁଁ ମଧ୍ୟ ପ୍ରଭୁଙ୍କୁ ଏତେ ବିଶ୍ୱାସ କରୁନଥିଲି। ଆଉ ମୁଁ ବହୁତ ଗୁରୁ ଗୁଣିଆ ମାନଙ୍କୁ ଡାକିଲି। ଆଉ ସେମାନେ ଯେତେବେଳେ ମଧ୍ୟ ଆସୁଥିଲେ, ସେମାନେ ଫାଷ୍ଟ କ୍ଲେମ କରୁଥିଲେ କି ମତେ ଏତିକି ଟଙ୍କା ଦେଲେ ମୁଁ ଆସିବି, ଆଉ ମୁଁ ତମ ସ୍ତ୍ରୀଙ୍କୁ ଆମେ ଠିକ କରିବୁ ବୋଲିକରି। ଏମିତି ହେଇକରି ଅନେକ ଗୁରୁ ଗୁଣିଆ ମାନଙ୍କୁ ଡାକିଲୁ, ହେଲେ ମଧ୍ୟ କାହା ଦ୍ଵାରା ମଧ୍ୟ କିଛି ଫଳପ୍ରଦ ହେଲା ନାହିଁ। ଆଉ ଏମିତି ବହୁତ ଦିନ ହେଇଗଲା। ତାପରେ ମୋର ସେ ସାନ ପୁଅ ମଧ୍ୟ ସେତେବେଳେ ସେ 3 ମାସ ହେଇଥିଲା, ସେ ମଧ୍ୟ ବହୁତ ହଇରାଣ ହଉଥିଲା। ପରେ ଧୀରେ ଧୀରେ ଆମେ ସୁନାବେଡା ଛାଡିକିରି ତାପରେ ଆଉ ଥରେ ଜୟପୁର ପଳେଇଲୁ। ଏମିତି ହେଇକରି ସୁନାବେଡା ଭିତରେ ଥିଲେ ବେଲେ ଯୁଆଡେ ହେଲେ ମଧ୍ୟ ନେଇକି ତାଙ୍କୁ ବହୁତ ସେ ପ୍ରେତ ଆତ୍ମା ଲାଗିକିରି ବହୁତ ହଇରାଣ ହଉଥିଲା। ସେମିତି ହେଇକରି ଆଉ ଥରେ ମୁଁ ସୁନାବେଡା ଛାଡି ଦେଇକରି ମୁଁ ଜୟପୁର ଗଲି। ଜୟପୁର ଯାଇକରି ସେଠି ମୁଁ କାମ କରୁଥିଲି। ହେଲେ କାମ କଲା ବେଳକୁ ସେଠି ଆମ ବାପା ମଧ୍ୟ ଆସି ପାରୁନଥିଲେ, କି ଆମ ଶାଶୁ ମଧ୍ୟ ଘରେ ଆସି ପାରୁନଥିଲେ। ତାଙ୍କ ଦେଇକରି ସେମାନେ କଣ କରୁଥିଲେ, ପ୍ରେତ ଆତ୍ମାକୁ ପଠଉଥିଲେ। ଏମିତି ବହୁତ ହଇରାଣ ହେଇଛୁ। ଆଉ ଆମର ସାନ ପୁଅ ମଧ୍ୟ ସେ ମାର ସ୍ନେହ ବୋଲିବାଟା ମଧ୍ୟ ସେ ସେତେବେଳେ ପାଇନାହିଁ। ବହୁତ ହଇରାଣ ହଉଥିଲା, ସେ ବହୁତ ହଇରାଣ ହେଇଛି ସେ। ଆଉ ସେତେବେଳେ ଆମର ଜୟପୁର ର ଗୋଟେ ପୁଅ ଥିଲା, ତାର ପ୍ରାୟ ସେ 14 ବର୍ଷ ନା 15 ବର୍ଷ ହବ। ସେ ସବୁବେଳେ ସନ୍ଧ୍ୟା ଟାଇମ ରେ ସେ ପ୍ରାର୍ଥନା କରିବାକୁ ସେ ଘରକୁ ପଳେଇ ଆସିବାର। ହେଲେ ସେମିତି କରି ତାପରେ ଆମର ସେ ନୂଆ ବସଷ୍ଟାଣ୍ଡ ପାଖରେ ସେଠି ଗୋଟେ ଚର୍ଚ୍ଚ ଥିଲା। ଆଉ ସେଠି ସେ ସବୁବେଳେ ସଣ୍ଡେରେ ପ୍ରେୟର ହଉଥିଲା। ହେଲେ ମୁଁ କଣ କରିବାର, ତାପରେ ନାଇଁ ସେଠି ଯାହା ହବ ପ୍ରାର୍ଥନା ହଉଛି, ଆଉ ମୁଁ ଯିବି ବୋଲିକରି ସେଠି ଯାଇକରି ମୋର ପ୍ରାର୍ଥନାର ଉଦ୍ଯୋଗୀଟା ବହୁତ ବଢିଗଲା। ଆଉ ଏତେ ପ୍ରଭୁଙ୍କ ଠାରେ ମୋର ଏତେ ଗୋଟେ ବିଶ୍ୱାସ ଗୋଟେ ଆସିଲା। ତାପରେ ସେ ବିଶ୍ୱାସରେ ମୁଁ ଯେତେବେଳେ ମୁଁ ପ୍ରାର୍ଥନା କରିବାର ପ୍ରାର୍ଥନା କଲା ବେଳକୁ ନେଇକି ସେ ପ୍ରେତ ଆତ୍ମା ସେ ସାଙ୍ଗେ ଛାଡିକରି ସେ ପଳେଇବାର। ତାପରେ ସେମିତି ହେଇକରି ଦେଖିବା ଯିବା, ଆଉ ଥରେ ସୁନାବେଡା ଯିବା ବୋଲିକରି ସୁନାବେଡା ଆସିଲା ବେଳକୁ ସେଠି ଆଉ ଥରେ ସେଇ ସେମ ପ୍ରୋବ୍ଲେମ ହିଁ ହଉଥିଲା। ହେଲେ ଅନେକ ପାଷ୍ଟର ମାନଙ୍କୁ ମଧ୍ୟ ମୁଁ ଡାକୁଥିଲି। ପାଷ୍ଟର ମାନଙ୍କୁ ଡାକଲା ବେଳକୁ ମଧ୍ୟ ସେ ଯେତେବେଳେ ପ୍ରାର୍ଥନା କରାହଉଥିଲା, ପ୍ରାର୍ଥନା କଲା ବେଳକୁ ସେ ପ୍ରେତ ଆତ୍ମା ଛାଡିକରି ପଳାଇବାର। ଆଉ ଯେତେବେଳେ ପାଷ୍ଟର ସମସ୍ତେ ପଳେଇଲା ବେଳକୁ ପୁଣି ଆଉ ଥରେ ଆସିକରି ସେ ପ୍ରେତ ଆତ୍ମା ସେମିତି ଲାଗିବାର। ହେଲେ ଏମିତି ହେଇକରି ବହୁତ ସିରିୟସ ପରି ହେଇଯାଇଥିଲେ। ଆଉ ସେତେବେଳେ ପାଷ୍ଟର ଜୋସେଫ ବାରିକ ଥିଲେ ହାଉସିଂ ବୋର୍ଡରେ, ସେତେବେଳେ ନୂଆ ଆସିଥିଲେ। ହେଲେ ତାପରେ ଗୋଟେ ସନ୍ଧ୍ୟା ଟାଇମରେ ଯେତେବେଳେ ବହୁତ ସିରିୟସ ହେଇଗଲା, ତାପରେ ମୁଁ ବାପାଙ୍କୁ କହିଲି, ସେଠି ଏଲ ଜୋନରେ ସେ ପାତ୍ର ବୋଲି କରି ଜଣେ ଥିଲା, ସେ ଗୁଣିଗାରେଡି କାମକୁ ସେ ଟିକେ ଔଷଧ ପତ୍ର ଦେଇକରି କଣ ହେଲେ କରିବାର ସେ। ତାପରେ ସେଦିନ ମୋ ବାପାଙ୍କୁ ପଠେଇଲି, ଟିକେ ଯାଇକରି ଏମିତି ଡାକିକରି ଆଣେ ଦେଖିବା, ଆଉ ଏମିତି ପ୍ରୋବ୍ଲେମ ହେଇଯାଇଛି। ସେତେବେଳେ ବହୁତ ସିରିୟସ ହେଇଯାଇଛନ୍ତି ଆଙ୍କେ, ଏତେ ସିରିୟସ ହେଇଯାଇଛନ୍ତି କହିବାକୁ ନାହିଁ, ବହୁତ ସିରିୟସ। ତାପରେ ବେକ ମଧ୍ୟ ପୁରା ବଙ୍କା ହେଇଯାଇଥିଲା। ହେଲେ ବେକ ମଧ୍ୟ ସିଧା ହଉନି। ପରେ ଆମର ସେ ଶଳାକୁ କହିଲି, ଟିକେ ଯାଇକିରି ନଥିଲେ ବେଲେ ସେଠି ଜୋସେଫ ବାରିକ ଅଛନ୍ତି, ତାଙ୍କୁ ଟିକେ ଡାକିକିରି ଆଣେ,
ଆଉ ଏମତି ଏମତି ତ ପ୍ରୋବ୍ଲେମ ହେଇଛି ବୋଲିକରି କହିଲାରୁ ଇଏ ଗଲା ଯାଇକିରି ସେ ଖେଳି ଖେଳି କରି ସାନ ଥିଲା ତ ଖେଳି ଖେଳି କରି ଆହୁରି କୁଆଡେ ପଳେଇଲା ସେ। ତାପରେ ମୁଁ ପ୍ରାୟ ଏମତି ଶୀତ ମାସରେ ଏକା ମୁଁ ପ୍ରାୟ 5:30 ବେଳେ ପରି ମୁଁ ଗଲି ଜୋସେଫ ବାରିଙ୍କ ଘରକୁ ହାଉସିଂ ବୋର୍ଡରେ। ଆଉ ସେତେବେଳେ ଜଷ୍ଟ ଜୋସେଫ ବାରିକ ତାଙ୍କେ ଗେଟ ରୁ ବାହାରୁଥିଲେ। ଆଉ ଗେଟ ରୁ ବାହାରିଲା ବେଳକୁ ମୁଁ ଯେମିତି ଯାଇ ପହଞ୍ଚିଲି ତାପରେ ଟିକେ ବସ ଭାଇ ଆଉ ମୁଁ ଏବେ ଆସୁଛି ବୋଲିକିରି କହିଲେ। ତାପରେ ସେତେବେଳେ ମଧ୍ୟ ମୁଁ କଣ ଏମିତି ପ୍ରଭୁଙ୍କର ବାକ୍ୟ ପ୍ରତି ମଧ୍ୟ ମୁଁ ଏତେ ଇଣ୍ଟରେଷ୍ଟ ଦଉନଥିଲି। ଆଉ ତାଙ୍କ ସ୍ତ୍ରୀ ତାଙ୍କର ଗୋଟେ ପୁଅ ଗୋଟେ ଝିଅକୁ ସେ ପଢାଉଥିଲେ। ଆଉ ଆସ ଭାଇ ଭିତରକୁ ଆସ ବୋଲିକିରି ତାଙ୍କେ ମତେ ବାହାରେ ବସାଇଲେ। ବାହାରେ ବସାଇକିରି ମତେ ପ୍ରଭୁଙ୍କର ବାକ୍ୟ ବହୁତ ଦେଲେ। ବହୁତ ପ୍ରଭୁଙ୍କର ବାକ୍ୟ ଦେଲେ। ଆଉ ସେ କହିଲେ ତମେ ଚିନ୍ତା କରିବାର କିଛି ଦରକାର ନାହିଁ। ଆଉ ପ୍ରଭୁ ତ ମଲା ଲୋକମାନଙ୍କୁ ଆକା ଉଠାଉଛନ୍ତି। ଆଉ ଆପଣଙ୍କର ସ୍ତ୍ରୀଙ୍କୁ ତ ଖାଲି ଗୋଟେ ପ୍ରେତ ଆତ୍ମା ଗୋଟେ ଲାଗିଛି କଣ ଏତେ ବଡ କଥା ହେଇଗଲା ବୋଲିକରି କହିଲେ। ହେଲେ ମଧ୍ୟ ମୁଁ ଦେଖି ଦେଖି କରି ଆସିଛି ମୋ ସ୍ତ୍ରୀ ମଧ୍ୟ ବହୁତ ସିରିୟସ ହେଇଯାଇଛନ୍ତି। ହେଲେ ମଧ୍ୟ ସେଠି ପ୍ରାୟ ମୁଁ 5:30 ବେଳେ ପରି ଗଲି। ପ୍ରାୟ 7:30 ପନ୍ତେ ସେଠି ମତେ ବସାଇଲେ। ସେତେବେଳେ ହାଉସିଂ ବୋର୍ଡ ଆଡକୁ ବହୁତ ବଣ ହେଇକରି ରହିଥିଲା। ହେଲେ ସେପଟେ ଯିବା ଆସିବା କରିବାକୁ ମଧ୍ୟ ସେମିତି ଡର ଥିଲା। ଏବେ ସେପଟେ ସବୁ ଆଡକୁ ରାସ୍ତା ହେଇଗଲା। ଆଉ ଜନଗହଳି ମଧ୍ୟ ବହୁତ ହେଇଗଲା। କିନ୍ତୁ ଆଗ ସେପଟେ ବହୁତ ମାନେ ଯିବା ଆସିବା କରିବାଟା ସନ୍ଧ୍ୟା ଟାଇମରେ ମଧ୍ୟ ବହୁତ କଷ୍ଟ ହଉଥିଲା। ପରେ ତାଙ୍କେ କହୁଥିଲେ ତମେ ତମ ସ୍ତ୍ରୀ ଆଡଙ୍କୁ ବିଲକୁଲ ମନ ଦିଅ ନାହିଁ। ଆଉ ତମ ସ୍ତ୍ରୀ ପୁରା ଭଲ ଅଛନ୍ତି। ଆଉ ପ୍ରଭୁ ନିଶ୍ଚୟ ଆପଣଙ୍କର ସ୍ତ୍ରୀଙ୍କୁ ସେ ଠିକ କରିବେ। ଆଉ କାହିଁକି ଆପଣଙ୍କର ତମେ ଖାଲି ଆପଣ ପ୍ରଭୁଙ୍କର ବାକ୍ୟ ଶୁଣନ୍ତୁ ବୋଲିକିରି ସେ ପ୍ରାୟ 7:30 ପନ୍ତେ ସେ ପନ୍ତେ ଜୋସେଫ ବାରିକ କହିଲେ ନାଇଁ ମୁଁ ଏବେ ଜଷ୍ଟ ଯାଇକରି ଆସୁଛି ବୋଲିକିରି କହିଲେ। ତାପରେ ପ୍ରାୟ ମୁଁ 7:30 8ଟା ପାଖାପାଖି ଏମିତି ବସିଲି ତାଙ୍କ ଘରେ। ଆଉ ସେ ପ୍ରଭୁଙ୍କର ବାକ୍ୟ ମତେ ବହୁତ କହିଲେ। ତାପରେ ପାଷ୍ଟର ଆସିଲାରୁ ମୁଁ କହିଲି ଆଉ ଭାଇ ଆଉ ଟିକେ ଯିବା ଘରକୁ ଟିକେ ପ୍ରେୟର କରିଦିଅନ୍ତୁ ବୋଲିକରି ମୁଁ କହିଲି ତାଙ୍କୁ। କହିଲା ବେଳକୁ ନାଇଁ ତମେ ଏତେ କାହିଁକି ତମେ ଯାଇକରି ପ୍ରାର୍ଥନା କର। ତମେ ଯାଇ ପ୍ରାର୍ଥନା କରି କରି ତମେ ଠିକ କର ବୋଲିକିରି କହିଲେ। ସେତେବେଳେ ମୋ ସ୍ତ୍ରୀ ମଧ୍ୟ କଣ ଆମ ଘର ଲୋକ ତାଙ୍କ ଘର ଲୋକ ହେଇକରି ଚାରିଆଡେ ବେଡି ହେଇକରି ସମସ୍ତେ ବସିଛନ୍ତି। ତାପରେ ଏତେ କମଳ ଫମଳ ଗୁଡାଇକରି ତାଙ୍କୁ ମଧ୍ୟ ସେତେବେଳେ ଏତେ ଥଣ୍ଡା ହଉଛି କହିବାକୁ ନାହିଁ। ଆଉ ଶୀତ ମାସରେ ଆଉ ସେ ପୁରା ଥଣ୍ଡାରେ ସେ ଶୋଇଛନ୍ତି। ଏପଟେ ସମସ୍ତେ ବେଡି ହେଇକରି ଅଛନ୍ତି ତାଙ୍କ ଚାରିଆଡେ। ପରେ ମୁଁ ପାଷ୍ଟରକୁ ଯେତେବେଳେ କହିଲି ଆଉ ଯିବା ଭାଇ ଟିକେ ବୋଲିକରି କହିଲାରୁ ନାଇଁ ଭାଇ ଆମେ ଯିବୁ ନାହିଁ। ଆଉ ତମେ ଯାଇକରି ତମେ ନିଜେ ପ୍ରାର୍ଥନା କରି ତମେ ଠିକ କର ତମ ସ୍ତ୍ରୀଙ୍କୁ। ଆଉ ପ୍ରଭୁ କେତେ ବାହିନୀ ଭୂତ ଯାକ ଲାଗିଥିବା ଲୋକମାନଙ୍କୁ ସୁସ୍ଥ କରୁଛନ୍ତି। କେତେ ମଲା ଲୋକଙ୍କୁ ଉଠାଉଛନ୍ତି। ଆଉ ଆପଣଙ୍କର ସ୍ତ୍ରୀଙ୍କୁ ଏ ଗୋଟେ ପ୍ରେତ ଆତ୍ମା ଲାଗିଛି କଣ ଏତେ ବଡ କଥା। ତମେ ଯାଇକରି ନିଜେ ପ୍ରାର୍ଥନା କରି ଉଠାଅ। ଯଦି ମୁଁ ଗଲେ ତ ସେ ପ୍ରେତ ଆତ୍ମା ଛାଡିକରି ଯିବାଟା ଯିବ। କିନ୍ତୁ ତମେ କଣ ବୋଲିକରି କହିବ ନାଇଁ ପାଷ୍ଟର ଜୋସେଫ ଆସିଥିଲେ ତାଙ୍କେ ପ୍ରାର୍ଥନା କଲାରୁ ଆଉ ମୋ ସ୍ତ୍ରୀ ଠିକ ହେଇଗଲା ବୋଲିକରି ତମେ ପ୍ରଭୁଙ୍କୁ ଗୌରବ ନ ଦେଇକରି ମତେ ତମେ ଗୌରବ ଦେବ। ସେଥିପାଇଁ ତମେ ଯାଇକରି ତମେ ନିଜେ ପ୍ରାର୍ଥନା କର ଆଉ ତମ ସ୍ତ୍ରୀ ଠିକ ହେବେ ବୋଲିକରି କହିଲେ। ସେତେବେଳେ ମତେ ପ୍ରାର୍ଥନା କରିବାକୁ ମଧ୍ୟ ଏତେ ଜଣା ନଥିଲା। ପରେ ମୁଁ କଣ କଲି ସମାନ ସେ ରାତିରେ ହିଁ ମୁଁ ପଳେଇ ଆସିଲି। ଆଉ ଆସିଲି ମତେ ପ୍ରାର୍ଥନା କରିବାକୁ ମତେ ଜଣା ନଥିଲା। ମୁଁ ଖାଲି ଜଷ୍ଟ ମନେ ମନେ ଟିକେ ପ୍ରାର୍ଥନା କଲି। ପ୍ରାର୍ଥନା କରିକରି ମୁଁ ଯାଇକରି ରୁମ ରେ ଟିକେ ଆମ ଶାଶୁ କହିଲେ ସଞ୍ଜିତ ତୁ ଟିକେ ଖାଇ ଦେଇକରି ତୁ ଟିକେ ଜଗେ। ଆଉ ଆମେ ଖାଇକରି ଟିକେ ରେଷ୍ଟ ନେବୁ ବୋଲିକରି କହିଲେ। ତାପରେ ମୁଁ କହିଲି ନାଇଁ ମାମି ମୁଁ ଆଉ ଏବେ ଖାଇବି ନାହିଁ। ଗୋଟେ 10 ମିନିଟ ପରେ ମୁଁ ଖାଇବି ସିନା ବୋଲିକରି କହିଲି। ଆଉ ମନେ ମନେ ଯେମିତି ପ୍ରାର୍ଥନା କରି ଯାଇକରି ମୁଁ ଟିକେ ଗଡିଛି। ଆଉ ଗଡିଲା ବେଳକୁ ମୋ ସ୍ତ୍ରୀ ପୁରା ଦୌଡି କରି ପଳାଇଲେ। ଦୌଡି କରି ମୋ ରୁମ ରେ ପଳାଇ ଆସିଲେ ଯେମିତି। ତାପରେ ମୋର ମଧ୍ୟ ସବୁ ଲୋମ ଯାକ ସବୁ ଯାକ ଉଠିଗଲା ଦେହର। ତାପରେ ମୋର ଗୋଟେ ଚିନ୍ତାଧାରା ଆସିଲା
किए जाने एटा मु टिके एमती मने मने प्रार्थना कलारु काईकी एमती एटा हेइछि बोली करी कहली परे ଯେତେବେଳେ ମୁଁ ସେମିତି ଉଠିଲି ଉଠିଲା ବେଳକୁ ତାପରେ ସେ କଣ ପୁରା ଭେମରି ହେଇଯାଉଛନ୍ତି ହେଇଠି ସେ ପ୍ରେତ ଆତ୍ମା ହେଇଠି ସେ ପ୍ରେତ ଆତ୍ମା ହେଇଠି ସେ ପ୍ରେତ ଆତ୍ମା ଏମିତି କରି ତାପରେ ସେ ତ ଉଠି ପାରୁନଥିଲେ ବସି ପାରୁନଥିଲେ ତାପରେ ମୁଁ ଭାବିଲି କିଏ ଜାଣେ ଏଟା ମନେ ମନେ ଟିକେ ପ୍ରାର୍ଥନା କଲାରୁ କାହିଁକି ଏଟା ପ୍ରଭୁ ଏମିତି କାମ କରିଛନ୍ତି ବୋଲି କରି ଭାବିଲି ମୁଁ ପରେ ସାଙ୍ଗେ ସାଙ୍ଗେ ଆଉ ଥରେ ସେ ଖିଆପିଆ ମଧ୍ୟ କେବେ କେବେ କିଛି ଖିଆପିଆ କରୁନଥିଲେ କିଛି ନାହିଁ ଜଷ୍ଟ ଖାଇବି ବୋଲିକରି ମଧ୍ୟ ସେ କଣ କରୁଥିଲେ ମାଗୁଥିଲେ ମାଗିକରି ସେଟା ମଧ୍ୟ ଫିଙ୍ଗି ଦଉଥିଲେ ପରେ ସାଙ୍ଗେ ସାଙ୍ଗେ ମୁଁ ଆଉ ଟିକେ ମନେ 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 ଟିକେ ପ୍ରାର୍ଥନା କଲି ପ୍ରାର୍ଥନା କଲା ବେଳକୁ ସେ ତାଙ୍କର ଦେହ ପୁରା ଭଲ ହେଇଗଲା ଦେହ ଏତେ ଭଲ ହେଇଗଲା ତାପରେ ମତେ ଟିକେ କେମିତି କି ମନରେ ଟିକେ ଖୁସି ଆସିଲା ମନରେ ଖୁସି ଆସିଲା ତାପରେ ଆଉ ଥରେ ମୁଁ ଟିକେ ପ୍ରାର୍ଥନା କଲି ସେମିତି ମନେ ମନେ ଆଜ୍ଞା ମନେ ମନେ ଯେମିତି ପ୍ରାର୍ଥନା କଲି ପ୍ରାର୍ଥନା କଲା ବେଳକୁ ତାଙ୍କର ଦେହ ପୁରା ଭଲ ହେଇଗଲା ତାପରେ ନାଇଁ ମତେ ଭୋକ ଲାଗୁଛି ମୁଁ ଭାତ ଖାଇବି ବୋଲି କରି କହିଲେ ତାପରେ ସେ ମାଗିଲେ ମାଗି କରି ତାପରେ ଆହୁରି ସେ ଭାତ ଟିକେ ଖାଇଲେ କେବେ ସେ ଭାତ ମଧ୍ୟ ଖାଇ ନଥିଲେ ବହୁତ ଦିନ ହେଲା ସେ କିଛି ଖିଆ ପିଆ ନାହିଁ କିଛି ନାହିଁ ଏମିତି ପରିସ୍ଥିତିରେ ଥିଲେ ପରେ ସେଦିନ ପୁରା ଭଲ ହେଇଗଲା ଆଉ ସେ ସକାଳେ କଣ ହେଇଛି ତାଙ୍କର ଗୋଟେ ଛେଳି ଥିଲା ସେ ଛେଳିକୁ କିଏ ଗୋଟେ ଗୋଡରେ ମାରିଦେଲେ ମାରିଦେଲା ବେଳକୁ ସେ ଛେଳି ଆସିକିରି ସେ ସକାଳେ ଆଙ୍କ ଦାଣ୍ଡରେ ହିଁ ସେ ଛେଳି ଆସିକରି ମରିଗଲା ହେଲେ ଯେମିତି ମରିଗଲା ତାପରେ ତାଙ୍କର ଜେଜେବାପା ଥିଲେ ଆଉ ସେ କହିଲେ ନାଇଁ ଏଠି ଛେଳି ତ ମରିଗଲା ଆଉ ଏଠି କାଟିଦେବା ତେଣେ ବୋଲି କରି କହିଲେ ତାପରେ ସେଠି ଯେମିତି କାଟବାଟା ସେଠି କାଟବା ପାଇଁ ବୋଲି କରି ରେଡି କଲେ ସେତେବେଳେ ସେ ଛେଳିର ରକ୍ତ ଯେତେବେଳେ ବହିଲା ତାପରେ ନାହିଁ ମତେ ସେ ରକ୍ତ ଖାଇବାକୁ ଭଲ ଲାଗୁଛି ରକ୍ତ ଖାଇବାକୁ ଭଲ ଲାଗୁଛି ଏମିତି ଏକା ହେଇକରି ଆଉ ଥରେ ସେ କଣ କଲେ ସେ ପ୍ରେତ ଆତ୍ମା ଆଉ ଥରେ ଆସିକରି ତାଙ୍କର ଦେହରେ ଲାଗିଗଲା ମୁଁ ଭାବିଲି କି ନାଇଁ ଆଉ ସେ ପ୍ରେତ ଆତ୍ମା ଆହୁରି ଆସିବ ନାହିଁ ବୋଲିକରି ଭାବିଲି ପୁଣି ଆସିକରି ଆଉ ଥରେ ସେ ଲାଗିଗଲା ହେଲେ ଯେ ତାଙ୍କୁ ଗୁଣି କରିଥିଲେ ବୋଲେ ତାଙ୍କ ଘର ପାଖର ଆକା ଗୋଟେ ସ୍ତ୍ରୀ ଲୋକ ଆକା ସେ ହିଁ ତାଙ୍କୁ ଗୁଣି କରିଥିଲେ ପରେ ସେ ଆସିକରି ବହୁତ ଭଲ ଭଲ କଥା କହୁଛି ବାପା ଏମିତି କେମିତି ଏମିତି ହେଇଗଲା ଏତେ ଭଲ ଝିଅ ଆଉ ଏମିତି ଏମିତି ପରିସ୍ଥିତି ସେ ଛୋଟ ପିଲା ଅଛି ସେ ଏତେ ହଇରାଣ ହଉଛି ବୋଲିକିରି ସେ ଆସିକରି ଆମକୁ ସବୁବେଳେ ସେ ସାନ୍ତ୍ୱନାର କଥା କହୁଛି କିନ୍ତୁ ସେ ହିଁ ଏ କାମଟା ସେ ହିଁ କରିଥିଲା ପରେ ସେମିତି ହେଇ କରି ଏଟା କଣ ଏମିତି ହେଲା ବୋଲିକିରି ତାକୁ ମୁଁ ଆଉ ଥରେ ପ୍ରଭୁଙ୍କୁ ଟିକେ ଆଉ ଟିକେ ମାନେ ପରିତ୍ୟାଗ କଲା ପରି କରି ତାଙ୍କୁ ଧରିକରି ସେ ପାପଡା ହାଣ୍ଡି ଗଲୁ ସେ ଗୋଟେ ସେଠି ଗୋଟେ ମୁସଲିମ ଲୋକ ଥିଲା ଆଉ ତାକୁ ଧରିକରି ହିଁ ଏମାନେ ସେ ଗୁଣି କାମ କରିଥିଲେ ପରେ ତା ପାଖରେ ଗଲୁ ଆଉ ଏମିତି ଏମିତି ଟିକେ ଆସନ୍ତୁ ବୋଲି କରି କହିଲେ ଆସନ୍ତୁ ବୋଲି କରି କହିଲାରୁ ହଉ ଠିକ ଅଛି ଆଉ ମୁଁ ବୁଧବାର ଦିନ ମୁଁ ଆସିବି ଆସିକରି ମୁଁ ତାକୁ ତମ ସ୍ତ୍ରୀଙ୍କୁ ଠିକ କରିବି ବୋଲି କରି କହିଲା ତାପରେ ପଳେଇ ଆସିକରି ସେଠିରୁ ଯେତେବେଳେ ଘରେ ଆସିଲୁ ତାପରେ ବୁଧବାର ପର୍ଯ୍ୟନ୍ତ ଅପେକ୍ଷା କଲୁ ତାପରେ ଇଏ ମାନେ ଆଉ ଥରେ ଯାଇକରି ନାଇଁ ତମେ ଆସ ନାଇଁ ବୋଲିକରି ତାକୁ ଆଉ ଥରେ ଭାଙ୍ଗିଦେଲେ ଯେମିତି ପରେ ଆଉ ହଁ ଆଉ ଥରେ ମୁଁ ପଳେଇ ଆସିଲୁ ଯେମିତି ତାପରେ ସେ ଆଉ ଆସିଲା ନାହିଁ ତାପରେ ମୋର ପ୍ରାର୍ଥନା ପ୍ରତି ବହୁତ ବଡ ବିଶ୍ୱାସ ପଳେଇ ଆସିଲା ପ୍ରାର୍ଥନା ପ୍ରତି ଯେମିତି ବିଶ୍ୱାସ ପଳାଇଲା ପରେ ମୁଁ ସାଙ୍ଗେ ସାଙ୍ଗେ ଯେମିତି ଆସିକରି ମୁଁ ପ୍ରାର୍ଥନା କଲି ପ୍ରାର୍ଥନା ସ୍ତ୍ରୀଙ୍କୁ କଲା କରୁ କରୁ ତାପରେ ଦିଟା ସେ ଦେଖୁଛନ୍ତି କିନ୍ତୁ ମୁଁ ଦେଖୁନାହିଁ ଯେତେବେଳେ ସେତେବେଳେ ମତେ ପ୍ରାର୍ଥନା କରିବା ପାଇଁ ବୋଲି ଗୋଟେ ସାହସ ଗୋଟେ ପଳେଇ ଆସିଲା ସାହସ ଯେମିତି ଆସିଲା ମୁଁ ପ୍ରାର୍ଥନା କରୁ କରୁ ଦିଟା ଦୂତ ଦି ସାଇଡ ଆସିଲେ ଦିଟା ଦୂତ ଦି ସାଇଡ ଆସିକରି ସେ ପ୍ରେତ ଆତ୍ମାକୁ ପୁରା ଝିକି କରି କୁଆଡେ ଧରିକରି ଗୋଟେ ନିମିଷ ଭିତରେ କୁଆଡେ ଧରିକରି ପଳାଇଲେ ତାପରେ ସେ ବେଳରୁ ମୋର ସ୍ତ୍ରୀ ମଧ୍ୟ ପୁରା ପ୍ରାୟ ଠିକ ହେଇଗଲା ହେଲେ ମଧ୍ୟ ସେ କଣ କରୁଥିଲେ ଯେ ତାଙ୍କୁ ଗୁଣି କରିଥିଲେ ଆଉ ସେ କଣ ହେଲେ ମଧ୍ୟ ବାର ପ୍ରେତ ଆତ୍ମାକୁ ପଠାଉଛନ୍ତି ସେମାନେ କିନ୍ତୁ ମୁଁ ଯେତେବେଳେ ପ୍ରାର୍ଥନା କରୁଛି ସେ ପ୍ରେତ ଆତ୍ମା ଆଉ ମୋ ପାଖରେ ବିଲକୁଲ ମୋ ପାଖରେ ଆସି ହିଁ ପାରୁନାହିଁ କିନ୍ତୁ ମୁଁ ନଥିଲା ବେଳକୁ ଆସିକରି ଆଉ ଥରେ ତାଙ୍କୁ ହଇରାଣ କରୁଛି ପରେ ସେ ଯେତେବେଳେ ମୁଁ ପ୍ରାର୍ଥନା କରିବାକୁ ଯେତେବେଳେ ଆରମ୍ଭ କଲି ସେତେବେଳରୁ ପ୍ରାୟ ମୋ ସ୍ତ୍ରୀ
पूरापूरी प्राय भल हो गले तापर मु सेतेबेले आसली दामनजोड़ी पळे आसली दामनजोड़ी आसिकरी तापर मो ये काम आ टाइम मत हो गला बोधे नथिले हबो बोली करी कहले मु आउ गुटे दिन मत एटा बाकी साक्ष्यटा कहि थांते निश्चय भाई हबो कि दीदी हाँ हाँ आसंता काली आपण कहि दियंतु लंबा साक्ष्यटा तो ठीक डेनी जीवो ओके हाँ 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 रोइली हेले प्रभुकर धन्यवाद हो धन्यवाद हाँ हाँ रंजित भाई आपणकर साक्ष्यटा बड़ रोमांचकर थिला लोमो टांकुरा साक्ष्य मु तो भावुतिली एमिति भी हेई पारे जगत रे किंतु आपण जो कहिले प्रार्थना द्वारा दूत माने आसिले आ से प्रेत को झिंकी की नहीं गले प्रकृत रे आमे दूत मानकर सेवा को आमे केबे चिंता करन थाओ जेतेबेले एलिएजर को अब्राहम पठौचंती इसाक पाइका जियाणिया पाई सेतले कहउचंती तुम सम्मुख रे बा तुम अग्रते ईश्वर दूत मान को पठेइबे ए जो दूत माने आमनकर सेवा करिया पय अछंती आमे सेमानकर सेवा कार्य को केबे आमे जीवन रे आनी न थाओ बा तांको मिनिस्ट्रीटा को आमे केबे ऑब्टेन करन काय पय चेष्टा करन थाओ किंतु मु प्रतिदिन रात्रि सोइबा पूर्वरु मो प्रभु कहे प्रभु तुम दूत मान को पठाओ यात्रा करिया पूर्वरु कहे प्रभु तुम दूत मान को पठाओ से माने मो यात्रा को एस्कॉर्ट करिवे बा जो माने मते प्रार्थना करिया पे कहते मु सेटा को प्रार्थना करे जे प्रभु तुम दूत मान को पठाओ से माने हमको सहायता करिवे सहाय्य करिवे आ आश्चर्य भाबरे करिवे इवन बहुत समय मु देखिछि गोटे आसन विपद हबा को जाउथबो हेई भी जे बकल किछ असुविधा होबनी सेठी दूत माने हमन को सेव करंती बेटा आपण माने जो सुनुचंती मो समस्तंकर उपकार पई कहूचे प्रभु हमको एते सुविधा सुजोग देइचंती आ द्वितीयटा होची यीशुंकर रक्त जहाको को से डरे जेते बेले भी मो प्रार्थना करे आपण सुनिथिबे यीशुंकर रक्त को मो सिंचन करे आ ता द्वारा कवर करे कारण आम देखीचु मिस्र देश रे जो बाजुबंध रे मेसर रक्त थिला संघारक दूत से घर भीतर पशिला ने ताठु तो आहुरी बहुमूल्य रक्त यीशुंकर रक्त से तो कहउचंती से रक्त द्वारा हमन को से पाप रु क्षमा देइचंती आ से रक्त एते पावरफुल जेतेबेले आमे घरु बाहरिबा संध्या बेले जेतेबेले हमने प्रभु को धन्यवाद दउ परिवार सहित एकाठी होउचो से रक्तर कवरिंग भितर रुहंतु बाहर को गला बेलू से रक्तर कवरिंग भितर रुहंतु घरटा को ईश्वरंकर बा जीशुंकर से बहुमूल्य रक्त द्वारा कवरिंग रखंतु दूत मान को डाकंतु जे दूत माने आमन को सहायता करिवे आ देखिए कौन से ए शैतानिक शक्ति बा डेमोनिक पावर किछि काम दबने थैंक यू भाई आपण शेयर करचंदी बोली ता संगे जे ईश्वर को शक्ति विषय आपण कहि के उत्साहित करचन से प्रभु आपण को विशेष विशेष आशीर्वाद करंत गॉड ब्लेस यू थैंक यू वेरी मच आमेन निश्चय माने आसंता काली आमेन निश्चय माने आसंता काली तार अवशिष्टांश को शुणुथिबा धन्यवाद बहुत बहुत धन्यवाद भाई प्रेज द लॉर्ड।